ଶିମିଳିପାଳ କଲେଜ ଅଫ୍ ନର୍ସିଂରେ ସ୍ୱାଗତ ଉତ୍ସବ। ରାଇରଙ୍ଗପୁର ସ୍ଥିତ ଶିମିଳିପାଳ କଲେଜ ଅଫ୍ ନର୍ସିଂରେ ସ୍ୱାଗତ ଉତ୍ସବ ମହତାବ ଭବନରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଚେୟାରମ୍ୟାନ୍ ଇଞ୍ଜିନିୟର ଦୀନବନ୍ଧୁ ମହାନ୍ତଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଉତ୍ସବରେ ନିର୍ଦ୍ଦେଶକ ଇଞ୍ଜିନିୟର ଉମାକାନ୍ତ ମହାନ୍ତ ସଭାପତିତ୍ୱ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଭବାନୀ ଶଙ୍କର ମହାନ୍ତି, ଯୁଗ୍ମ ନିର୍ଦ୍ଦେଶିକା ପୂଜାରାଣୀ ସାହୁ, କଥାଶିଳ୍ପୀ ଲଳିତ ମହାନ୍ତ, ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକ, ଅଧ୍ୟାପିକା ପ୍ରିୟଦର୍ଶିନୀ ମହାନ୍ତ ଯୋଗଦେଇ ସେବା ହେଉଛି ସ୍ୱର୍ଗୀୟ ଏବଂ ମାନବ ସେବା ହିଁ ପ୍ରକୃତ ଈଶ୍ୱର ସେବା ବୋଲି କହିଥିଲେ। ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଓ ମଦର ଟେରେସା ପ୍ରମୁଖ ମାନବ ସେବାର ଏକ ପ୍ରତୀକ ବୋଲି କହିଥିଲେ। ସେବାରେ କୌଣସି ସ୍ୱାର୍ଥାଭିଳାଷ ନଥାଏ ବୋଲି କହିଥିଲେ। ସଂଘମିତ୍ରା ଚୌଧୁରୀ, ପମାଲି ହେମ୍ବ୍ରମ, ରଶ୍ମି ଚାଟାର୍ଜୀ, ସୁଭଦ୍ରା ମହାପାତ୍ର, ଭବାନୀ ଶଙ୍କର ମହାନ୍ତି ଓ ତାପସ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସନ୍ତୋଷ ଦତ୍ତ ମଞ୍ଚ ପରିଚାଳନା କରିଥିଲେ। ପରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ବାସନ୍ତୀ ହେମ୍ବ୍ରମ, ମାନସ କୁମାର ନାୟକ, ଓମ୍ ଆୟୁଷ ବେହେରା ଓ ପ୍ରଣବ କୁମାର ଗିରି ପ୍ରମୁଖ ସଂଯୋଜନା କରିଥିଲେ। ଶେଷରେ ନିର୍ଦ୍ଦେଶକ ଇଞ୍ଜିନିୟର ଉମାକାନ୍ତ ମହାନ୍ତ ଆସନ୍ତା 2025 ନବବର୍ଷ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ମଙ୍ଗଳ ହେଉ ଏବଂ ସୁଖ ଶାନ୍ତି ସୌହାର୍ଦ୍ଦ୍ୟପୂର୍ଣ୍ଣରେ ବିତୁ ବୋଲି କାମନା କରିଥିଲେ। ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ୱାଳଙ୍କ ରିପୋର୍ଟ, ବି ନ୍ୟୁଜ୍ ଓଡ଼ିଶା।